ପିଲାମାନେ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ନବମ ଶ୍ରେଣୀ ପିଲାଙ୍କର ଯେଉଁ ରାଜନୀତି ବିଜ୍ଞାନ ରହିଛି ତାର ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ଯେଉଁ ରହିଛି ଆମର ମୌଳିକ ଅଧିକାର ସେ ବିଷୟ ସମ୍ବନ୍ଧିତ କିଛି ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ପିଲାକୁ ରିଭିଜନ ପରିସର ଭିତରକୁ ରମ୍ବ ଦେଖିବ ନିଶ୍ଚିତ ଭାବରେ ଆଦିରେ ବହୁତ ଗୁଡ଼ିଏ କ୍ୱେଶ୍ଚିନ୍ ତୁମେ ପାଇଯିବ। ଠିକ୍ ଅଛି ପିଲା, ଆସ ସମୟ ନଷ୍ଟ କରିବାନି, କ୍ଲାସ୍ଟିକୁ ଷ୍ଟାର୍ଟ କରିବା। ପିଲା ଦେଖ, 1 ନମ୍ବର ପ୍ରଶ୍ନ ଦେଇଛି ମୌଳିକ ଅଧିକାର ଦ୍ୱାରା ନାଗରିକ ନିଜର ବ୍ୟକ୍ତିତ୍ୱ ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର କେଉଁ କ୍ଷମତାକୁ ସଂକୁଚିତ କରିଥାଏ। ପିଲା ଦେଖ, ମୌଳିକ ଅଧିକାର ଦ୍ୱାରା ନାଗରିକ ନିଜର ବ୍ୟକ୍ତିତ୍ୱ ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଯଥେଚ୍ଛାଚାର କ'ଣ ଯଥେଉଚାର ମାନେ ଯାହା ପାଇଁ ଯେଉଁ ପ୍ରକାର ବିଚାର ରହିଛି ତାର ହେଉଛି କ'ଣ ଯଥେଚ୍ଛାଚାର। ପିଲା ଦେଖ ଲେଖି ଦେଉଛି ଯଥେଚ୍ଛାଚାର କ୍ଷମତାକୁ କ'ଣ କରିଥାଏ ସଂକୁଚିତ କରିଥାଏ। ବୁଝିପାରିଲ। 2 ନମ୍ବର ପ୍ରଶ୍ନ ଦେଖ, ଅଧିକାର ସମ୍ପର୍କିତ ଆଇନ କେଉଁ ଦେଶର ନୀତି ନିର୍ଦ୍ଧାରଣ ପୁସ୍ତକ ଅଟେ। ପିଲା ଅଧିକାର ସମ୍ପର୍କିତ ଆଇନ କେଉଁ ଦେଶର ନା ଆମେରିକା ଦେଶର ନୀତି ନିର୍ଦ୍ଧାରଣ ପୁସ୍ତକ ଅଟେ। ବୁଝିପାରିଲ, ମନେ ରଖିବ ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍। ଅଧିକାର ସମ୍ପର୍କିତ ଆଇନ କେଉଁ ଦେଶର ନା ଆମେରିକା ଦେଶର ନୀତି ନିର୍ଦ୍ଧାରଣ ପୁସ୍ତକ ଅଟେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା 3 ନମ୍ବର, କେଉଁ ପରିସ୍ଥିତିରେ ମୌଳିକ ଅଧିକାରକୁ ସାମୟିକ ଭାବରେ ସଂକୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରେ। ପିଲେ କେଉଁ ପରିସ୍ଥିତିରେ ମୌଳିକ ଅଧିକାରକୁ ସଂକୁଚିତ କରାଯାଏ ନା ଜରୁରୀ ପରିସ୍ଥିତି। କ'ଣ ପିଲେ ଜରୁରୀ ପରିସ୍ଥିତି। ବୁଝିପାରିଲ, ଜରୁରୀ ପରିସ୍ଥିତିରେ କ'ଣ ହୁଏ ନା ମୌଳିକ ଅଧିକାରକୁ ସାମୟିକ ଭାବରେ ସଂକୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା 4 ନମ୍ବର ପ୍ରଶ୍ନ, ମୌଳିକ ଅଧିକାରକୁ ସଂକୁଚିତ ବା ପ୍ରତ୍ୟାହାର କରିବାର କ୍ଷମତା କାହାର ଅଛି। ପିଲେ ଦେଖ, ମୌଳିକ ଅଧିକାରକୁ ସଂକୁଚିତ ବା ପ୍ରତ୍ୟାହାର କରିବାର କ୍ଷମତା ସଂସଦର ରହିଛି। କାହାର ରହିଛି ପିଲେ ସଂସଦର ରହିଛି। ପିଲେ ଯେତିକ ବି ଆଜି କ୍ୱେଶ୍ଚିନ୍ ଅପଲୋଡ଼ ହେବ ବା ଅପଲୋଡ଼ ଡିସ୍କସନ୍ ହେଉଛି ନିଶ୍ଚିତ ଭାବରେ ସବୁତିକ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ। ତେଣୁକରି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖ, ନିଶ୍ଚିତ ଭାବରେ ସବୁକିଛି ତୁମର ମନେ ହୋଇଯିବ। ପିଲେ ପରବର୍ତ୍ତୀ ପ୍ରଶ୍ନକୁ ଯିବା 5 ନମ୍ବର ପ୍ରଶ୍ନ। 5 ନମ୍ବର ପ୍ରଶ୍ନ ଦେଖ, ଭାରତର ସମ୍ବିଧାନରେ ପ୍ରଥମେ ଦିଆଯାଇଥିବା ମୌଳିକ ଅଧିକାର କେତୋଟି ଥିଲା। ପିଲେ ଦେଖ, ଭାରତରେ ଯେଉଁ ସମ୍ବିଧାନରେ ପ୍ରଥମେ ଦିଆଯାଇଥିବା ମୌଳିକ ଅଧିକାର କେତୋଟି ଥିଲା ନା 7ଟି ମୌଳିକ ଅଧିକାର ଥିଲା। କେତୋଟି 7ଟି ମୌଳିକ ଅଧିକାର ଦିଆଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ଦେଖ 6 ନମ୍ବର ପ୍ରଶ୍ନ, ସମ୍ବିଧାନରେ ଦିଆଯାଇଥିବା ଅଧିକାରରୁ କେଉଁ ଅଧିକାରଟିକୁ ବାଦ୍ ଦିଆଯାଇଥିଲା। ପିଲେ ଦେଖ, ସମ୍ବିଧାନରେ ଯେଉଁ ଅଧିକାର ଥିଲା ସେ 7ଟି ମୌଳିକ ଅଧିକାର ଦିଆଯାଇଥିଲା, ତାରୁ ଗୋଟେ ଅଧିକାରକୁ ବାଦ୍ ଦିଆହେଲା। ସେଇଟା ହେଉଛି କ'ଣ ନା ସମ୍ପତ୍ତିଗତ ଅଧିକାର। କ'ଣ ପିଲେ ସମ୍ପତ୍ତିଗତ ଅଧିକାରଟାକୁ ପ୍ରଥମେ କ'ଣ କରାଗଲା ବାଦ୍ କରାଗଲା। ଏଠି ଲେଖା ହେଇଛି ସମ୍ପତ୍ତିଗତ ଅଧିକାର। ମନେ ରଖିବ ପିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା 7 ନମ୍ବର, ଆମ ସମ୍ବିଧାନର କେଉଁ ଧାରାରେ ଶିକ୍ଷା ଲାଭକୁ ମୌଳିକ ଅଧିକାର ଭାବେ ଯୋଗ କରାଯାଇଛି। ପିଲେ ଆମ ସମ୍ବିଧାନର କେଉଁ ଧାରାରେ ଶିକ୍ଷା ଲାଭକୁ ମୌଳିକ ଅଧିକାର ଭାବେ ଯୋଗ କରାଯାଇଛି। କେଉଁ ଧାରାରେ ନା 21 କ। ମନେ ରଖିବ ପିଲେ, ଆମ ସମ୍ବିଧାନର 21 କରେ କେଉଁଠି ଆମ ସମ୍ବିଧାନର 21 କରେ ଶିକ୍ଷାଧାରାର ଶିକ୍ଷା ଲାଭକୁ ମୌଳିକ ଅଧିକାରରେ କ'ଣ କରାଯାଇଛି ଭାବେ ଯୋଗ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା 8 ନମ୍ବର ପ୍ରଶ୍ନ। ପିଲେ ଦେଖ, ସମ୍ବିଧାନର ତୃତୀୟ ଅଧ୍ୟାୟରେ କ'ଣ ଉଲ୍ଲେଖ ରହିଛି। ପିଲେ ମନେ ରଖ, ସମ୍ବିଧାନର ତୃତୀୟ ଅଧ୍ୟାୟରେ ମୌଳିକ ଅଧିକାର ବିଷୟରେ ଉଲ୍ଲେଖ ରହିଛି। ମନେ ରଖ, ସମ୍ବିଧାନର ତୃତୀୟ ଅଧ୍ୟାୟରେ କ'ଣ ରହିଛି ନା ମୌଳିକ ଅଧିକାର ସମ୍ବନ୍ଧରେ ଉଲ୍ଲେଖ ରହିଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା 9 ନମ୍ବର ପ୍ରଶ୍ନ। ଦେଖ, ସଂସଦ ଦ୍ୱାରା କେତେ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି। ପିଲେ ସଂସଦ ଦ୍ୱାରା କେତେ ମସିହାରେ ସୂଚନା ଅଧିକାର ଆଇନ। ପିଲେ ମନେ ରଖିବ, ସୂଚନା ଅଧିକାର ଆଇନ କେତେ ମସିହାରେ ପ୍ରଣୟନ ହୋଇଛି ନା 2005 ମସିହାରେ। ବୁଝିପାରିଲ, ସୂଚନା ଅଧିକାର ଆଇନ କେବେ ହେଲା ନା 2005 ମସିହା। ପରବର୍ତ୍ତୀ ପ୍ରଶ୍ନକୁ ଯିବା ଦେଖ, 10 ନମ୍ବର ପ୍ରଶ୍ନ କ'ଣ ରହିଛି, ଶିଶୁମାନଙ୍କୁ ଖଣି କାର୍ଯ୍ୟ ନିଷିଦ୍ଧ କରିବା କେଉଁ ଅଧିକାର ଅନ୍ତର୍ଭୁକ୍ତ। କେଉଁ ଅଧିକାର। ପିଲେ ଏଇଟା ମଧ୍ୟ ପଡ଼େ ପରୀକ୍ଷାରେ, ଶିଶୁମାନଙ୍କୁ ଖଣି କାର୍ଯ୍ୟ ବା ଆପଜ୍ଜନକ ଜାଗାରେ କାମ କରାଇବା କେଉଁ ଅଧିକାର ସେଇଟା ପିଲେ ନା ଶୋଷଣ ବିରୋଧ ଅଧିକାର। କ'ଣ ପିଲେ ଶୋଷଣ ବିରୋଧ ଅଧିକାର। 10 ନମ୍ବର ପ୍ରଶ୍ନ ସରିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପିଲାମାନେ ବର୍ତ୍ତମାନ ଆମେ କିଛି ଶୂନ୍ୟସ୍ଥାନ ପୂରଣ କରିବା। ଯେତିକ ବି ଶୂନ୍ୟସ୍ଥାନ ପୂରଣ ରହିଛି ସବୁତିକ ଇମ୍ପୋର୍ଟାଣ୍ଟ, ସବୁତିକ ମନେ ରଖିବ। ପିଲା ଦେଖ, 1 ନମ୍ବର ପ୍ରଶ୍ନ ଦେଇଛି, ଡ୍ୟାସ୍ ଜରୁରୀ ପରିସ୍ଥିତିରେ ବ୍ୟକ୍ତିଗତ ସ୍ୱାଧୀନ ଗୁଡ଼ିକୁ ନିୟମିତ ବା ନିୟନ୍ତ୍ରିତ କରିପାରିବେ। କିଏ କରିପାରିବେ ନା ରାଷ୍ଟ୍ରପତି। ପିଲା ରାଷ୍ଟ୍ରପତିଙ୍କର କ୍ଷମତା ରହିଛି, ସେ ଜରୁରୀକାଳୀନ ପରିସ୍ଥିତିରେ କିଛି ବ୍ୟକ୍ତିଗତ ସ୍ୱାଧୀନତା ଗୁଡ଼ିକୁ କ'ଣ କରିପାରିବେ ନିୟନ୍ତ୍ରିତ କରିପାରିବେ। ତେଣୁକରି 1 ନମ୍ବର ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ରାଷ୍ଟ୍ରପତି। 2 ନମ୍ବର ପ୍ରଶ୍ନକୁ ଯିବା, ଶିକ୍ଷା ଅଧିକାର ଆଇନ ଡ୍ୟାସ୍ ମସିହାରେ ସମ୍ବିଧାନରେ ଯୋଗ କରାଯାଇଥିଲା। ପିଲେ ମନେ ରଖିବ, ଶିକ୍ଷା ଅଧିକାର ଆଇନ 2006 ମସିହାରେ। କେବେ ପିଲେ ନା 2006 ମସିହାରେ ସମ୍ବିଧାନରେ କ'ଣ ହେଇଥିଲା ଶିକ୍ଷା ଆଇନଟା ଯୋଗ ହେଇଥିଲା। ପିଲେ ଦେଖ, ଆଉ ଗୋଟେ କଥା କହି ରଖୁଛି, ମନେ ରଖିବ 2005 ମସିହାରେ କ'ଣ ହେଇଥିଲା ନା ସୂଚନା ଅଧିକାର ଆଇନ।
मन रख 2005 मसीह सूचना अधिकार आईन 2006 मसीह शिक्षा अधिकार आईन ए दुईटा जाक इम्पोर्टाट आज जहाँ बेले परीक्षा क्वेश्चन आसे तेणुक दुईटा पूरा भल भाव में मन रखिदेव तेल परवर्ती प्रश्न को जावा डैश धारा शोषण विरोध में किसी अधिकार दी जाए पे मन रख धारा 23 आउ 24 कौन कहली पे धारा 23 आउ 24 आम संविधान जो रही संविधान धारा 23 आउ 24 शोषण विरोध में किसी अधिकार रही परवर्ती प्रश्न को जावा 3 नंबर प्रश्न पे सठिक उत्तर है धारा 23 धारा 24 परवर्ती प्रश्न को जावा 4 नंबर प्रश्न पे लक्ष्य कर संख्यालघु संप्रदाय तांकर डैश विषय सुरक्षा कर अधिकार पाई पे मन रख जो मैंने संख्या लघु संप्रदाय अच्छा से भाषा विषय सुरक्षा कर अधिकार पाई से भाषा को विकसित करें भाषा को प्रचलन कर भाषा को लेकिन कौन करेंगे जहाँ जहाँ विकास हाँपाई जहाँ जहाँ दरकार से सभा समिति ये सब करें बुझीपार संख्या लघु संप्रदाय भाषा विषय सुरक्षा कर अधिकार पाई जमीक बर्तमान आमर जो किसी राष्ट्र किसी नूतन भाषा कौन हो आड हो संविधान में प्रथम 12टी थी 13टी 14टी बर्तमान कौन 16टी 18टी भाषा जो गलानी से भाषा उन्नत होगी जाकि आड हो पार संविधान में बुझिपारे पे 5 नंबर प्रश्न जनस्वार्थ मामला को डैश कोर्ट किंबा अदालत रे आवेदन करें पे जनस्वार्थ मामला कहले कौन बुझ जदि कौन नागरिक तार किसी मौलिक अधिकार पाइबार वंचित हो किसी गोटे कौन नागरिक जदि तार मौलिक अधिकार पाइबार कौन हो वंचित होता से नागरिक को कौ नागरिक कहवा ना क्षतिग्रस्त नागरिक से क्षतिग्रस्त नागरिक मैंने कौन करेंगे ना जनस्वार्थ मामला करेंगे जनस्वार्थ मामला को किए करेंगे क्षतिग्रस्त नागरिक कौटी करेंगे ना कोर्ट किंबा अदालत रे आवेदन करेंगे पे मन रख जनस्वार्थ मामला कौन ना क्षतिग्रस्त नागरिक मैंने करेंगे क्षतिग्रस्त नागरिक कहले कौन हो जदि गोटे कौन नागरिक तार मौलिक अधिकार पाइबा शिक्षा कौन हो मौलिक अधिकार पाइबार वंचित होमती शिक्षा हो स्वास्थ्य हो कि आ कौन जिन हो बुझीपार शिक्षा माने से तार सब प्रकार जिन अच्छी स्कूल को जाऊँगी स्कूल एडमिशन कर पारना कि कौन प्रकार चापर रोचे कि कौटी जातिभेद होती कौटी अच्छी कौन हम जनस्वार्थ मामला हो पार परवर्ती प्रश्न को जावा 6 नंबर प्रश्न 6 वर्ष बयस रु 14 वर्ष बयस पर्यंत बालक बालिका मानक बाध्यतामूलक मागणा शिक्षादान व्यवस्था डैश अधिकार अंतर्भुक्त पे आमर जो शिक्षा अधिकार रहा 2006 मसीह रहा से शिक्षा अधिकार आईन अधिकार रोचे 6 वर्ष रु 14 वर्ष पर्यंत बालक बालिका मानक बाध्यतामूलक मागणा शिक्षादान व्यवस्था सरकार करेंगे जोटा कि सरकार बर्तमान कर गवर्नमेंट स्कूल तुम्हें नवम 8म श्रेणी पर्यंत कौ श्रेणी 8म श्रेणी पर्यंत बही जोगे दूसरी सार्ट पैंट जोगे जोगे मागणा शिक्षा सबकिछि हो 14 वर्ष पर्यंत जो नवम आ 10म होगा माने 15-16 वर्ष जो आउ 2 वर्ष जो पढ़ तुम्हें सार्ट पैंट किण तुम्हें खाता बही किण देखिए 8म श्रेणी पर्यंत बही बुक स्टोर में मिलूनी कहीं ना मागणा सरकार जोगेदेवे किंतु नवम आ 10म दिटाक बही तुमको किणा मिले यहाँ तुम खर्च कर बुझीपारे पे 6 वर्ष बयस रु 14 वर्ष बयस पर्यंत बालक बालिका को बाध्यतामूलक मागणा शिक्षादान व्यवस्था को अधिकार रही है शिक्षा अधिकार आईन के ना 2006 मसीह परवर्ती प्रश्न को जावा 7 नंबर प्रश्न पे लक्ष्य कर कौन देती ना संसद द्वारा डैश मसीह सूचना अधिकार आईन प्रणयन करा पे संसद द्वारा केते मसीह सूचना अधिकार आईन है ना 2005 मसीह केवे 2005 मसीह पे मन रखा रोचे सूचना अधिकार आईन के शोषण विरोधी अधिकार कौन शोषण विरोधी अधिकार कौन आउ थे कही रखुच्छी शिशु मान खनि कार्य निषिद्ध करने जो आईनटा है शोषण विरोधी अधिकार आईन बुझीपार ना एगुरा सब मन रख आउ कौन कौन धारा रही मन रखि जहाँ किसी सर्ट क्वेश्चन पड़ो तुम भल भाव में कर ठीक अच्छे पे रोचे आज मत सन्ध्या गोटे मैथ्र वीडियो अपलोड हम ताकू समस्ते देखीदेव।